ଆଜି ଜାଣିବା ଆପଣଙ୍କର ଅନୁରାଧା ନକ୍ଷତ୍ର ବିଷୟରେ। ତ ଅନୁରାଧା ନକ୍ଷତ୍ରଙ୍କର ଆପଣଙ୍କର ହଉଛନ୍ତି ଦେବତା ହଉଛନ୍ତି ମିତର। ମିତର ଦେବତା ଆପଣ ତାକୁ ଆଉ ଆପଣଙ୍କର ଆନିମାଲ ହଉଛନ୍ତି ବା ଆପଣଙ୍କର ପଶୁ ସବୁ ନକ୍ଷତ୍ରଙ୍କର ଜଣେ ଜଣେ ପଶୁ ଥାନ୍ତି ତାଙ୍କର ଦେବତା ମଧ୍ୟ ଥାନ୍ତି ତାଙ୍କର ଗଡେସ୍ ବି ଥାନ୍ତି ତାଙ୍କର ପ୍ଲାଣ୍ଟସ୍ ବି ଥାଏ। ତେଣୁ ଆପଣଙ୍କର ହଉଛି ଆନିମାଲ ହଉଛନ୍ତି ଆପଣଙ୍କର ଡିଅର ଆଉ ହରିଣ ଯାହାକୁ କହନ୍ତି ଆଉ ଆପଣଙ୍କର ଦେବତା ହଉଛନ୍ତି ମିତର ଦେବତା ଆପଣଙ୍କର ଆଉ ଆପଣଙ୍କ ନକ୍ଷତ୍ରଙ୍କର ଦେବତା ହଉଛନ୍ତି ଶନି। ତେଣୁ ଅନୁରାଧା ନକ୍ଷତ୍ରଙ୍କର ଯୋଉଠି ଆପଣଙ୍କର ଶନି ଆଉ ସୂର୍ଯ୍ୟ କୌଣସି ନା କୌଣସି ଜାଗାରେ ଆପଣଙ୍କର ଆଫ୍ଲିକ୍ଟେଡ୍ ଥାନ୍ତି ଆପଣଙ୍କର ଜନ୍ମ କୁଣ୍ଡଳୀରେ ଆଫ୍ଲିକ୍ଟେଡ୍ ଥାନ୍ତୁ ବା ସେ ଆପଣଙ୍କର ଗୁଡ୍ ରେଜଲ୍ଟ ଆପଣ ତାଙ୍କଠୁ ପାଇ ନ ପାରିଥାନ୍ତୁ ତାହେଲେ ଆପଣ କଣ କରିବେ ଆପଣ କେବଳ ଜାଣିଛନ୍ତି ଅନୁରାଧା ନକ୍ଷତ୍ର କିନ୍ତୁ ଆପଣଙ୍କର କୌଣସି ଜନ୍ମ କୁଣ୍ଡଳୀ ବିଷୟରେ ଆପଣ କୌଣସି କିଛି ଅବଗତ ନାହାନ୍ତି ତାହେଲେ ଆପଣ କଣ କରନ୍ତୁ ଆପଣ ସେଇଠି ଯଦି କାହାର ଦେଖୁଛନ୍ତି କାହାର ଫ୍ରାକ୍ଚର ହେଇଛି ବଡିର ଯେକୌଣସି ପାର୍ଟରେ ଫ୍ରାକ୍ଚର ହେଇଛି ବା ଆପଣଙ୍କର ଯଦି କିଏ ସିଟି ସ୍କାନ କରିବା ପାଇଁ ଯାଉଛନ୍ତି ବା କାହାର ହେଡ୍ ଇଞ୍ଜୁରି ଅଛି କିମ୍ବା ଆପଣଙ୍କର ଦେଖିବେ ରୋଡ ଆକ୍ସିଡେଣ୍ଟରେ ଆପଣ ଦେଖିବେ ବହୁତ ଲୋକ ଥାଆନ୍ତି ଯେ ହଁ ଆକ୍ସିଡେଣ୍ଟ ହେଇଛି ଅନ୍ୟମାନେ ତ ଦେଖୁଛନ୍ତି ମୁଁ କାହିଁକି ଯିବି ନାହିଁ ଆପଣ ସେଇ ଜାଗାକୁ ଯାଆନ୍ତୁ ଯଦି ଦେଖିବେ କି ଇଞ୍ଜୁର୍ଡ ପର୍ସନ ଅଛନ୍ତି ଆପଣ ତାକୁ ହସ୍ପିଟାଲ ନେଇଯାଇଛନ୍ତି ଆପଣ ତାକୁ ଫିନାନ୍ସିଆଲି ଯଦି ପାରୁଛନ୍ତି କିଛି ହେଲ୍ପ କରନ୍ତୁ ଅଦରୱାଇଜ ଫିଜିକାଲି କରନ୍ତୁ ମେଣ୍ଟାଲି ସପୋର୍ଟ କରନ୍ତୁ ତାହେଲେ ଦେଖିବେ ଆପଣ ବର୍ଷକରେ 2 ଥର କେବଳ କରନ୍ତୁ ଯେକୌଣସି ଏମିତିଆ ପ୍ରୋବ୍ଲେମ ସିଚୁଏସନ୍ସ ରାଇଜ କରୁଛି ଆପଣ ସେ ଜାଗାରେ ଉପସ୍ଥିତ ଅଛନ୍ତି ବା ଆପଣଙ୍କୁ କେହି ହେଲ୍ପ ମାଗୁଛି ଏସବୁ ଅବସ୍ଥାରେ ତାହେଲେ ଆପଣ ଡେଫିନେଟଲି ତାକୁ ଫାଇନାନ୍ସିଆଲି ହଉ ଇମୋସନାଲି ହଉ କିଛିଟା ସପୋର୍ଟ କରନ୍ତୁ ଦେଖିବେ ଆପଣଙ୍କ ଅନୁରାଧା ନକ୍ଷତ୍ର ଆପଣଙ୍କ ଆକ୍ଟିଭେଟ ହେଇଯିବ ଆଉ ଆପଣଙ୍କ ବହୁତ ବଢିଆ ରେଜଲ୍ଟ ହବ ଆପଣଙ୍କର ଅବଷ୍ଟାକଲ୍ସ ଯୋଉ ଅଛି ଲାଇଫରେ ସେଟା ବହୁତ ମାତ୍ରାରେ ଆପଣଙ୍କୁ କିଓର କରିବ। ଧନ୍ୟବାଦ।